शुभ सकाळ पिलामाने ବର୍ତ୍ତମାନ ଆମେ ଆମ ପ୍ରଥମ ଅଧ୍ୟାୟ ଆମ ଚାରିପାଖର ଆକୃତି ସମ୍ପର୍କରେ ବୁଝିବା। ଏହାର ପାଠ 4 ଯୋଉଟା ଅଛି ସେଥିରେ ଆମର ଅଛି ଧାର, ଶୀର୍ଷ, ବାଷ୍ପ। ଏହାର ସମ୍ପର୍କରେ ଆମେ କଣ ସମ୍ପର୍କ ଅଛି ସେଟା ଆମେ ବୁଝିବା। ଆଚ୍ଛା, ତୁମ ଘର ପରିବେଶରୁ ଯେଉଁ ଯେଉଁ ବସ୍ତୁ ଦେଖିପାରୁଛ ତାହା ତ ତୁମମାନେ କହିଲ। ବର୍ତ୍ତମାନ ଦେଖିବା ସେ ସବୁ ଠିକ ହଉଛି କି ନାହିଁ। ଆଚ୍ଛା, ବ୍ୟାଟେରୀ, ଦିଆସିଲି, ଆଚ୍ଛା, ଲୁଡୁ, ଫୁଟବଲ, କ୍ରିକେଟ ଷ୍ଟାମ୍ପ, ଧାତବ ନଳୀ, ପାଇପ ଷ୍ଟ୍ର। ଆଚ୍ଛା, ଏସବୁ ଯାକ ଗୋଟିଏ ଗୋଟିଏ ଘନ ବସ୍ତୁ। ତୁମେ ଯୋଉ ଯୋଉ ଘନ ବସ୍ତୁ କହିଲ ସେ ସବୁର ସମତଳ ପୃଷ୍ଠ କୋଉଟା? ପୂର୍ବ ଶ୍ରେଣୀରେ ଆମେ ପଢିଛେ ସମତଳ, ବକ୍ରତଳ, ଧାର ପଢିଛେ କି ନାଇଁ? ଯୋଉ କହିଛ ସେ ଭିତରୁ ସମତଳ ପୃଷ୍ଠ କହିଲ ଦେଖିଆ। ହଁ, ଇନ୍ଦୁ କହିଲୁ। ଆଚ୍ଛା, ଲୁଡୁ, ହଁ ଠିକ ଅଛି। ଦିଆସିଲି ଖୋଳ, ଠିକ ଅଛି। ବାକ୍ସ, ଠିକ ଅଛି। ଆଲମାରି ମଧ୍ୟ ଠିକ ଅଛି ହେଲା। ଆଚ୍ଛା, ସେ ସବୁ ସମତଳ ଥିଲା। ବର୍ତ୍ତମାନ ପ୍ରଶ୍ନଟି ହେଲା କେବଳ ବକ୍ରତଳ ଥିବା ଯୋଉ ଘନବସ୍ତୁ ସବୁ କହିଛ ସେ ଭିତରୁ ବକ୍ରତଳ ଥିବା ଘନବସ୍ତୁ କୋଉଟା? ହଁ, ମଜେଶ କହିଲୁ। ବଲ୍, ଭେରି ଗୁଡ। ଫୁଟବଲ, ଠିକ ଅଛି, ବହୁତ ବଢିଆ। ତାହେଲେ ଫୁଟବଲଟା ହଉଛି ଗୋଟିଏ ବକ୍ରତଳ ଥିବା ଘନବସ୍ତୁ। ଆଚ୍ଛା, ସେ ଭିତରୁ ଉଭୟ ସମତଳ ଓ ବକ୍ରତଳ ଦୁଇଟି ପୃଷ୍ଠ ଥିବା ଘନବସ୍ତୁ କିଏ? ସମତଳ ଥିବ, ବକ୍ରତଳ ଥିବ, କିଏ କହିପାରିବ? ହଁ, ବ୍ୟାଟେରୀ। ବ୍ୟାଟେରୀ କେମିତି ଅଛି କହିପାରିବ? ହଁ, କହିଲେ ଦେଖିଆ। କେମିତି? ତାର ତଳ ପୃଷ୍ଠ ରହିଲା ଆମର କଣ? ସମତଳ। ଆଉ ପାର୍ଶ୍ୱ ଯୋଉ ଅଛି ବକ୍ରତଳ। ପୁଣି କ୍ରିକେଟ ଷ୍ଟାମ୍ପ ମଧ୍ୟ ଉଭୟ ସମତଳ ଅଛି ଏବଂ ବକ୍ରତଳ ରହିଛି। ବହୁତ ବଢିଆ, ଭେରି ଗୁଡ। ତାହେଲେ ଆମେ ଗୋଟିଏ ସାରଣୀ ପୂରଣ କରିବା। ଏ ସାରଣୀଟି ଆମେ ଆଗରୁ ପୂରଣ କରିଛୁ। ପୁଣି ଥରେ ଟିକେ ମନେ ପକେଇବା ସେଟାକୁ ଆମେ, ଯେମିତି ପ୍ରତ୍ୟେକ ଘନ ବସ୍ତୁର ବାଷ୍ପ, ଧାର ଓ ଶୀର୍ଷ ହେଲା। ଏଇଟା ପଢିବା ଆମର ପ୍ରାଚୀ ପଢିଲୁ ମା, ଦେଖିବା ସାରଣୀରେ କଣ ଦିଆହେଇଛି। ପ୍ରଥମେ ପଢିବୁ, ତାପରେ ଆମେ ବୁଝିବା। ହଁ, କଣ ଅଛି କହିଲୁ? ହଁ, ପ୍ରଥମେ କଣ ଅଛି? ଆକୃତି, ତାପରେ ହଁ ପୃଷ୍ଠ ସଂଖ୍ୟା, ଶୀର୍ଷ ସଂଖ୍ୟା, ଧାର ସଂଖ୍ୟା। ବହୁତ ବଢିଆ। ତାହେଲେ ଦେଖିବା ଆମେ ପ୍ରଥମଟା କଣ ଅଛି କହିବ ପ୍ରାଚୀ। ସମଘନ। ହଁ, ହଁ, ଆଗରୁ ପଢିଛୁ ତ ଆମେ, ଆଉ ଭୟ କରିବାର କଣ ଅଛି? ଆଚ୍ଛା, ସମଘନରେ କହିଲୁ ଦେଖିବା ପୃଷ୍ଠ ସଂଖ୍ୟା କେତେ? କେତେ? 6। 6ଟି ପୃଷ୍ଠ ଅଛି। ଶୀର୍ଷ କେତେଟି ଅଛି? ହଁ, 8ଟି। ଆରେ ବା। ଆଚ୍ଛା, ଧାର କେତୋଟି ଅଛି? 12ଟି। ବଢିଆ। ସମଘନ ମାନେ କେମିତି ଥିବ? ଗୋଟେ ଉଦାହରଣ, ଲୁଡୁ ଗୋଟିଏ। ବହୁତ ବଢିଆ, ଭେରି ଗୁଡ। ଆଚ୍ଛା, ବର୍ତ୍ତମାନ ସିମରାନ କହିଲୁ ଦ୍ୱିତୀୟ ଆକୃତିଟି କଣ? ଆୟତ ଘନ। ଆଚ୍ଛା, ଆୟତ ଘନ ଆକାର ବସ୍ତୁ ଯୋଉ ଅଛି କହିବୁ ଦେଖିବୁ ମା, ପୃଷ୍ଠ କେତୋଟି ଅଛି ଏହାର? ହଁ, 6ଟି। ଏହାର 6ଟି ପୃଷ୍ଠତଳ ରହିଛି। ଆଚ୍ଛା, ଶୀର୍ଷ କେତୋଟା ରହିଛି? 8ଟି। ହଁ, ଏହାର ଶୀର୍ଷ ସଂଖ୍ୟା 8। ବହୁତ ବଢିଆ। ପୁଣି କହିବୁ ଦେଖିବା ଏହାର ଧାର କେତୋଟି ଅଛି? ଧାର, ହଁ, ଧାର ରହିଛି 12ଟି। ତାହେଲେ ଆୟତଘନର ପୃଷ୍ଠ 6, ଶୀର୍ଷ 8 ଏବଂ ଧାର 12। ବୁଲୁ କହିଲୁ ଦେଖିବା ତୃତୀୟଟି କଣ ଲେଖା ହେଇଛି? ତ୍ରିଭୁଜାକୃତି ବିଶିଷ୍ଟ ପିରାମିଡ। ଆଚ୍ଛା, ଆଚ୍ଛା, ବହୁତ ବଢିଆ। ପୃଷ୍ଠ ସଂଖ୍ୟା କେତେ? 4। ଠିକ ଅଛି। ଶୀର୍ଷ 4, ଧାର ସଂଖ୍ୟା କେତେ? 6। ଠିକ ହେଲା। ବର୍ତ୍ତମାନ ବର୍ଗାକୃତି ବିଶିଷ୍ଟ ପିରାମିଡ କେତେ? ରାମ କହିଲ। ପୃଷ୍ଠ ସଂଖ୍ୟା କେତେ? 5। ଶୀର୍ଷ ସଂଖ୍ୟା କେତେ? କେତେ? 5। ଧାର ସଂଖ୍ୟା 8। ରାଇଟ। ଶିବାନୀ କହିଲୁ ମା। ହଁ, ଶେଷ ଯୋଉଟା ଅଛି ତ୍ରିଭୁଜାକୃତି ବିଶିଷ୍ଟ ପ୍ରିଜମ। ହଁ, ଏହାର ପୃଷ୍ଠ ସଂଖ୍ୟା କେତେ? 5। ଶୀର୍ଷ 6, ଧାର 9। ତାହେଲେ ଆମେ ଜାଣିଲେ ପ୍ରତ୍ୟେକ ଘନ ବସ୍ତୁ ଯୋଉଟା ଅଛି ତାର ପୃଷ୍ଠ ସଂଖ୍ୟା ରହିଛି, ଶୀର୍ଷ ସଂଖ୍ୟା ରହିଛି, ଧାର ସଂଖ୍ୟା ରହିଛି। ଏହାକୁ ଆମେ କଣ ଆଗ ଶ୍ରେଣୀରେ ପଢିଥିଲେ, ବିଭିନ୍ନ ଜାଲକରୁ ବୁଝିଥିଲେ, ଘନ ବସ୍ତୁକୁ ଦେଖିଥିଲେ। ଏହାକୁ ଆମେ ଠିକ ଭାବରେ ପୂରଣ କରିପାରିଲେ। ଠିକ ହେଲା, ବହୁତ ବଢିଆ।
ବର୍ତ୍ତମାନ ଦେଖିବା ଆଉ ଗୋଟେ ସାରଣୀ ଦିଆଯାଇଛି। ଦେଖିପାରୁଛ ଏ ସାରଣୀଟିକୁ ପୁରା ଭଲ ଭାବରେ ଲକ୍ଷ୍ୟ କର। ନା କଣ ଦିଆଯାଇଛି? ଗୋଟେ ଆକୃତି ଦିଆଯାଇଛି, ପୃଷ୍ଠ, ଶୀର୍ଷ, ଭାର ଏତିକି ତ ଦିଆଯାଇଛି। ଆମେ ପୂର୍ବ ଯୋଉ ସାରଣୀ ଅଛି ପୂରଣ କରିଥିଲେ। ପୁଣି କଣ ସାଇଡ ରେ କଣ ଗୋଟେ ଦିଆଯାଇଛି ଆମର କହିଲୁ ମା ଦେଖିବା, ସିଧି କହିଲୁ। ଏଫ ଭି ଇ ଦିଆଯାଇଛି। କଣ ସେଟା? ଏଫ ମାନେ କଣ? ପୃଷ୍ଠ, ହଁ ଫେସ୍ କହିବା ତାକୁ ଆମେ। ଭି ଶୀର୍ଷ, ଭର୍ଟେକ୍ସ କହିବା। ଇ କଣ? ଧାର, ଏର୍ଜ। ତାହେଲେ ପ୍ରତ୍ୟେକ କ୍ଷେତ୍ରରେ ଏ ଯୋଉ ଏଫ ପ୍ଲସ ଭି ମାଇନସ ଇ ଆମେ ବାହାର କରିବା। ଏଇଟା ହଉଛି ଆମର ଉଦ୍ଦେଶ୍ୟ। ଆଜିର ଉଦ୍ଦେଶ୍ୟ ହଉଛି ଏଫ ପ୍ଲସ ଭି ମାଇନସ ଇ କେତେ, ଗୋଟେ ଗୋଟେ ଆଲୋଚନା କରିବା ଆମେ। ଆଚ୍ଛା କାଳୁ କହିଲୁ, ପ୍ରଥମଟି ବୁଝେଇବୁ ତୁ। କଣ ଅଛି? ସମଘନ। ହଁ କହିଲୁ, ସମଘନର ପୃଷ୍ଠ ସଂଖ୍ୟା, ଶୀର୍ଷ ସଂଖ୍ୟା, ଧାର ସଂଖ୍ୟା କହିବୁ। କେତେ? ପୃଷ୍ଠ ସଂଖ୍ୟା 6, ଶୀର୍ଷ ସଂଖ୍ୟା 8, ଧାର ସଂଖ୍ୟା 12। ତାହେଲେ ଏଠି ଏଫ ପ୍ଲସ ଭି ମାଇନସ ଇ କେତେ ହବ? ହଁ କହିଲୁ କହିଲୁ, ହଁ କଣ କହିଲୁ? 6 ଯୁକ୍ତ 8 ବିଯୁକ୍ତ 12। 6 ରେ 8 ମିଶିଲେ କେତେ ଆସିଲା? 14। 14 ରୁ 12 ବିয়োଗ କଲେ 2। ତାହେଲେ 2 ଆସିଲା ଏଠି। ଆଚ୍ଛା ଆଚ୍ଛା ଠିକ ଅଛି। ଆଚ୍ଛା ରେଶ୍ମା କହିଲୁ ମା ଟିକେ। ଆୟତଘନ। ହଁ ଠିକ ଅଛି କହିଲୁ। ପୃଷ୍ଠ ସଂଖ୍ୟା 6, ଶୀର୍ଷ ସଂଖ୍ୟା କେତେ? 8, ଧାର ସଂଖ୍ୟା 12। ତାହେଲେ ଏଇଠି କହିଲୁ ଏଫ ପ୍ଲସ ଭି ମାଇନସ ଇ ଯୋଉ ଅଛି କେମିତି କରିବା ଆମେ? ହଁ 6 ରେ 8 ମିଶେଇବା, ସେଥିରୁ 12 କୁ ଆମେ ବିয়োଗ କରିବା। 6 ରେ 8 ମିଶିଲେ କେତେ ଆସିଲା? କେତେ? 14। 14 ରୁ 12 ବିয়োଗ କରେ, କେତେ ଆସିବ? 2। ଠିକ ଅଛି। ବର୍ତ୍ତମାନ ରଘୁ କହିଲୁ। ହଁ ତ୍ରିଭୁଜାକୃତି ବିଶିଷ୍ଟ ପିରାମିଡ। ବଢିଆ। ପୃଷ୍ଠ ସଂଖ୍ୟା କେତେ? 4, ଶୀର୍ଷ ସଂଖ୍ୟା 4, ଧାର ସଂଖ୍ୟା 6। ତାହେଲେ ଏଇଠି କଣ ହବ? ହଁ 4 ରେ 4 ଯୋଗ କରିବା, କେତେ ହଉଛି? 8 ହେଲା। 8 ରୁ 6 ବିয়োଗ କରେ, କେତେ ହଉଛି? 2। ପୁଣି ସେ 2 ଆସିଲା। ଆରେ ଆଚ୍ଛା ବର୍ତ୍ତମାନ ଦେଖିବା ଆମେ, ଦୀପ୍ତି କହିବ। ବର୍ଗାକୃତି ବିଶିଷ୍ଟ ପିରାମିଡ। ହଁ କେତେ? ପୃଷ୍ଠ ସଂଖ୍ୟା 5, ଶୀର୍ଷ ସଂଖ୍ୟା 5, ଧାର ସଂଖ୍ୟା 8। ତାହେଲେ ଏଠି କଣ ହବ? 5 ଯୁକ୍ତ 5 କେତେ ଆସିଲା? 10। 10 ରୁ 8 ବିয়োଗ କଲେ 2। ଆରେ ପୁଣି ଥରେ ସେ 2 ଆସିଲା। ଆଚ୍ଛା ଶେଷଟି ଦେଖିବା ଆମେ। ଶେଷ ଦେଖିବା ପାଇଁ ରବିନ ପାଖକୁ ଯିବା ଆମେ। ରବିନ କହିଲୁ ବାପା। ହଁ ତ୍ରିଭୁଜାକୃତି ବିଶିଷ୍ଟ ପ୍ରିଜମ। ଆଚ୍ଛା ପୃଷ୍ଠ ସଂଖ୍ୟା କେତେ? 5, ଶୀର୍ଷ ସଂଖ୍ୟା 6, ଧାର ସଂଖ୍ୟା 9। ଆଚ୍ଛା 5 ରେ 6 ଯୋଗ କଲୁ, କେତେ ହଉଛି? କେତେ? 11। ଆଚ୍ଛା ଆଚ୍ଛା 11 ରୁ 9 ବିয়োଗ କଲୁ, 2। ତାହେଲେ ଆମେ ଲକ୍ଷ୍ୟ କଲେ ପୃଷ୍ଠ ସଂଖ୍ୟା ଆଉ ଶୀର୍ଷ ସଂଖ୍ୟାକୁ ମିଶେଇବା ଏବଂ ସେଥିରୁ ଯୋଉ ଧାର ସଂଖ୍ୟା ବିয়োଗ କଲେ ଏଠି ପ୍ରତ୍ୟେକ କ୍ଷେତ୍ରରେ 2 ଆସିଲା। ଆସିନା? ତା ଅର୍ଥ ଏଫ ପ୍ଲସ ଭି ମାଇନସ ଇ ଏ ପ୍ରତ୍ୟେକ କ୍ଷେତ୍ରରେ ଆମର ଆସିଛି କେତେ? 2 ଆସିଛି। ଆଚ୍ଛା ବହୁତ ବଢିଆ। ଏଇଟା କଣ କଣ ଦେଖିବା, କଣ ଏମିତି 2 ଆସିଲା? ଏମିତି କଣ ଚମତ୍କାର ରହିଛି ଏ ଭିତରେ? ବୁଝୁନା? ଆଚ୍ଛା ସାରଣୀରେ ଯେତିକି ଆକୃତି ଦିଆହେଇଛି, ଏ ସମସ୍ତ ଆକୃତି ପାଇଁ ଶେଷ ସ୍ତମ୍ଭରେ ଆମର କଣ ଅଛି? ଏଫ ଯୁକ୍ତ ଭି ବିଯୁକ୍ତ ଇ। ତା ଅର୍ଥ କଣ ଅଛି? ପାର୍ଶ୍ୱ, ସେଥିରେ ଶୀର୍ଷ ଯୋଗ କରିବା ଏବଂ ଧାର ସଂଖ୍ୟା ଯଦି ବିয়োଗ କଲେ ସମାନ ଆସିଲା କି? ଶବନମ ସମାନ ଆସିଲା? ହଁ କେତେ ଆସିଲା? 2। ତାହେଲେ ଏଫ ଯୁକ୍ତ ଭି ବିଯୁକ୍ତ ଇ ସଂଖ୍ୟାଟି 2 ହେଲା। ତାହେଲେ ଆମେ କଣ ଜାଣିଲେ ଏଇଠି? କଣ ଜାଣିଲେ ଦେଖ, କେବଳ ସମତଳ ପୃଷ୍ଠ ଥିବା ବସ୍ତୁ ପାଇଁ ଏ ନିୟମଟି ଏଇଠି ଆମେ ବାହାର କଲେ। କାହିଁକି ଏଇଠି ଆମେ କିଛି ଅନ୍ୟ କିଛି ନେଇନୁ ଆମେ? ଏଇଟା ଆମେ ଅଧିକ ଟିକେ ଜାଣିବା। ଏ ସୂତ୍ରଟା ହଉଛି ଆମର ପ୍ରସିଦ୍ଧ ଗଣିତଜ୍ଞ ଅଏଲରଙ୍କ ସୂତ୍ର। ଏଇଟା ତମେ ବଡ ଶ୍ରେଣୀରେ ବୁଝିବ, ଆ ବିଷୟରେ ଅନେକ ଧାରଣା ପାଇବ। କିନ୍ତୁ ବର୍ତ୍ତମାନ ଏହା ଖାଲି ଜାଣିଥ, ଏହା ହଉଛି ପ୍ରସିଦ୍ଧ ଗଣିତଜ୍ଞ ଅଏଲରଙ୍କ ସୂତ୍ର, ଯୋଉଟା କି
घनवस्तु क्षेत्र रे एफ प्लस भि माइनस इ सब केते आसीबो 2 आसीबो हैला बुझी हैला बहुत बढ़िया ताहले आमे जो उत्तरडा कहिथिले से सब ठीक अछि देखिलो टिके आसी अच्छा हाँ को आमे खाता रे लिखिबा बहुत बढ़िया वर्तमान सिद्धा गार संख्या अनुसार त्रिमात्रिक आकृति के आमे सजेबा आकु आमे के कहबा हमर रीना कहबा पढिलुमा कोन अछि धार संख्या 6 धार संख्या 8 धार संख्या 9 और धार संख्या 12 आकृतिर नाम गुटे कहबो एवं तर ना उडा कहबो कहि परियो अच्छा कहले देखा रीना कहलो हां 6 टी धार थिया संख्या कोन हबो त्रिभुजाकृति पिरामिड बहुत बढ़िया 8 टी थिबार हां वर्गाकृति पिरामिड 9 टी धार थिबार कोन त्रिभुजाकृति प्रिज्म एवं 12 टी धार थिबा कोन अछि समघन ओ आयतघन ताले आमे विभिन्न आकृति अनुसार मध्य धार बाष्प ए अनुसार आमे सजाई पारले हला आमे जानिले विभिन्न घन वस्तुर बाष्प धार शीर्ष ता सहित एफ युक्त भी वियुक्त ई ए संपर्क धारणा पाइले तुमे कौन करियो घर को जीव घन वस्तु संग्रह करी पूर्व अनुसार सारणीटी प्रस्तुत करिवो सारणीटी प्रस्तुत करी घन वस्तुर कौन बाष्प धार हला बाष्प धार आ तार शीर्ष लिखिबो लिखिला परे सेतरे एफ भी जोग करिवो आ ई को वियुक्त कर देखियो प्रत्येक क्षेत्र 2 आसु कि नाही एडा तुम पई काम आसंता काली याको आमे पुनी थरे आलोचना करिबा आसंता काली पुनी थरे देखा हबो हला आमे वर्तमान पर्यंत जहा पढ़िले ता तुमे बुझी पारथिबो एहाको आमे निजे घरु जाई तार गृह काम करिबा एवं आसंता श्रेणी रे आमे पुनी थरे देखा करिबा खुशी रे शिखिबा समस्तंकर अधिकार नमस्कार।